ଦେଖନ୍ତୁ ବିଜୁ ଜନତା ଦଳ କେବଳ ନିର୍ବାଚନ ଆସିଲେ ଯେ କସରତ ଆରମ୍ଭ କରେ ସେଭଳିଆ ନୁହେଁ। ବିଜୁ ଜନତା ଦଳ ବର୍ଷ ତମାମ 365 ଦିନ ଲୋକଙ୍କ ସମସ୍ୟା ସହିତ ନିଜକୁ ଯୋଡ଼ିକି ରହିଥାଏ। ବିଜୁ ଜନତା ଦଳର କାର୍ଯ୍ୟକର୍ତ୍ତାମାନେ ମଧ୍ୟ ଦଳର ବିଭିନ୍ନ ଛାମୁଆ ସଂଗଠନଠୁ ଆରମ୍ଭ କରିକି ସବୁଦିନ କିଛି ନା କିଛି କାର୍ଯ୍ୟକ୍ରମ ଜାରି ରହିଥାଏ। ତେଣୁ ନିର୍ବାଚନ ଆସିଲେ କିମ୍ବା ନିର୍ବାଚନ ନଥିଲେ ବିଜୁ ଜନତା ଦଳର ସବୁବେଳେ ହିଁ ଲୋକଙ୍କ ପାଇଁ ଉତ୍ସର୍ଗୀକୃତ ଭାବରେ କାମ କରନ୍ତି। ଦେଖନ୍ତୁ, ଓଡ଼ିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ପ୍ରଥମେ ଧନ୍ୟବାଦ ଦେବା ପାଇଁ ଚାହିଁବି ଏବଂ ଆମର ଯେଉଁ 5Tର ଅଧ୍ୟକ୍ଷ ଅଛନ୍ତି ଭିକେ ପାଣ୍ଡିଆନ ଏବଂ ଆମର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ୱରେ ମୟୂରଭଞ୍ଜ ଜିଲ୍ଲାରେ ଅନେକ ବିକାଶ ହୋଇଛି। ବାରିପଦା ନିର୍ବାଚନ ମଣ୍ଡଳୀରେ ମଧ୍ୟ ମୁଁ ଯେତେବେଳେ ଉପବାଚସ୍ପତି ଥିଲି ସେ ସମୟରେ ବାରିପଦା ନିର୍ବାଚନ ମଣ୍ଡଳୀର ଗମନାଗମନର ବ୍ୟବସ୍ଥା ହେଉ, ପିଇବା ପାଣିର ସୁବିଧା ଏବଂ ତାଠୁ ଆରମ୍ଭ କରି ସ୍କୁଲ କଲେଜମାନଙ୍କର ବିକାଶ ପାଇଁ ମଧ୍ୟ ଅନେକ କାର୍ଯ୍ୟକ୍ରମ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିକି ବିଭିନ୍ନ ଜାଗାରେ ଯେଉଁ ମୌଳିକ ସମସ୍ୟା ଥିଲା ତାକୁ ସମାଧାନ କରିବା ପାଇଁ ଚେଷ୍ଟା କରିଛି ଏବଂ ବହୁତ ମାତ୍ରାରେ ସଫଳ ମଧ୍ୟ ହୋଇଛି। ଦେଖନ୍ତୁ, ମୁଁ ଜଣେ ବିଜୁ ଜନତା ଦଳର ଶୃଙ୍ଖଳିତ କର୍ମୀ ଏବଂ ଯେତେବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ମହୋଦୟ ଯାହା ଦାୟିତ୍ୱ ଦେଇଛନ୍ତି ତାକୁ ସୁଚାରୁ ରୂପେ ସମ୍ପାଦନ କରିଛି ଏବଂ ସେଇଥିପାଇଁ ମୋର ଭରସା ଏବଂ ବିଶ୍ୱାସ ଅଛି ଆଗକୁ ମଧ୍ୟ ଓଡ଼ିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେବେ ତାକୁ ମଧ୍ୟ ମୁଁ ଗ୍ରହଣ କରିବା ପାଇଁ ମୋ ମନରେ କିଛି ଟିକେ ବି ଦ୍ୱିଧା ନାହିଁ। ଦେଖନ୍ତୁ, ବାରିପଦା ନିର୍ବାଚନ ମଣ୍ଡଳୀରେ ମୁଁ ଯେତେବେଳେ ଦୁଇ ଥର ବିଧାୟକ ହେବାର ସୁଯୋଗ ପାଇଛି, ଉପବାଚସ୍ପତି ମଧ୍ୟ ହେଇଛି। ସେ ସମୟରେ ଆପଣମାନଙ୍କର ମନେ ଥିବ 2013 ମସିହାରେ ଯେତେବେଳେ ବୁଢ଼ା ବଳଙ୍ଗ ନଦୀରେ ଗୋଟେ ପ୍ରଳୟଙ୍କରୀ ବନ୍ୟା ହେଇଥିଲା, ଫାଇଲିନ୍ ସମୟରେ ବାରିପଦା ସହରର ତଳି ଅଞ୍ଚଳ ସବୁ ବୁଡ଼ି ଯାଇଥିଲା ଏବଂ ଲୋକଙ୍କର ନାହିଁ ନଥିବା କ୍ଷତି ହେଇଥିଲା। ସେହି ଦିନରୁ ସାଧାରଣ ଲୋକଙ୍କର ଗୋଟେ ଦାବି ଥିଲା, ଆମ ସମସ୍ତଙ୍କର ମଧ୍ୟ ଦାବି ଥିଲା ଯେ ବୁଢ଼ା ବଳଙ୍ଗ ନଦୀ ଉପରେ ଗୋଟେ ଆଡ଼ିବନ୍ଧ କରାଯାଉ ଏବଂ ତାକୁ ରିଙ୍ଗ ରୋଡ଼ ମଧ୍ୟ କରାଯାଉ। ଏ କଥାକୁ ଆମେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ। କିନ୍ତୁ ଖୁସିର କଥା, ଏଥର ଓଡ଼ିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଜେଟ୍ରେ ମଧ୍ୟ ବ୍ୟବସ୍ଥା କରିଛନ୍ତି। 155 କୋଟି ଟଙ୍କାର ବ୍ୟୟବରାଦ ହେଇଛି ଏବଂ ଟେଣ୍ଡର ମଧ୍ୟ ହେଇଗଲାଣି। ଖୁବ୍ ଶୀଘ୍ର ସେ କାମ ଆରମ୍ଭ ହେବ। ବାକି ବାରିପଦା ସହରର ସୌନ୍ଦର୍ଯ୍ୟୀକରଣ ପାଇଁ ସବୁ ସମୟରେ ସାଧାରଣ ଲୋକଙ୍କର ଦାବି ଥିଲା। ରାସ୍ତାଘାଟର ତ ସୌନ୍ଦର୍ଯ୍ୟୀକରଣ ଚାଲିଛି, ତା ସହିତ ସହର ଭିତରେ ଯେଉଁ 6-7ଟି ଆମର ବଡ଼ ବଡ଼ ପୋଖରୀ ସବୁ ଥିଲା, ପୋଖରୀର ରୂପାନ୍ତୀକରଣ ପାଇଁ ସମସ୍ତଙ୍କର ସାଧାରଣ ଲୋକଙ୍କର ଦାବି ଥିଲା। ତାକୁ କେଉଁ ଭଳିଆ ଭାବରେ ବିୟୁଟିଫିକେସନ୍ କରାଯାଇପାରିବ ସେଇଟା ବି ଆପଣ ଦେଖିଥିବେ। ଦ୍ରୁତ ଗତିରେ କାମ ଚାଲିଛି। କିଛି ପୋଖରୀ କାର୍ଯ୍ୟକ୍ରମ ଏ ଭିତରେ ଶେଷ ହେଇଯାଇଛି, ଆଉ କିଛି ପୋଖରୀର କାମ ଆପଣ ଦେଖିଥିବେ। ଏଠି ଘୋଡ଼ାଶାଳ ବନ୍ଧକୁ କେଉଁ ଭଳିଆ ଭାବରେ ରୂପାନ୍ତରୀକରଣ କରାଯାଇକି ତାକୁ ଗୋଟେ ସୁନ୍ଦର ଭାବରେ ତାକୁ ସଜାଯାଇଛି। ଶହ ପର୍ଯ୍ୟଟକ ମଧ୍ୟ ଆସୁଛନ୍ତି, ତାକୁ ଉପଭୋଗ କରୁଛନ୍ତି। ସେଭଳିଆ ଝିଞ୍ଜିରି ବନ୍ଧର କାମ ଚାଲିଛି। ତା ସହିତ ବଡ଼ ପୋଖରୀ, ଚାପଲ ପୋଖରୀଠୁ ଆରମ୍ଭ କରିକି ଷ୍ଟେସନ ବନ୍ଧର କାମ ମଧ୍ୟ ଚାଲିଛି। ଏସବୁ କାମ ସରିଗଲେ ସହରର ଯେଉଁ ସୌନ୍ଦର୍ଯ୍ୟୀକରଣର ଯେଉଁ ଦାବି ଥିଲା ସେଇଟା ମଧ୍ୟ ସମାଧାନ ହେଇଯିବ। ଦେଖନ୍ତୁ, ମୁଁ ତ ମୂଳରୁ କହିସାରିଛି, ବିଜୁ ଜନତା ଦଳର ଯେଉଁମାନେ କାର୍ଯ୍ୟକର୍ତ୍ତା ଅଛନ୍ତି, କର୍ମୀ ଅଛନ୍ତି, ସେମାନେ ସବୁ ସମୟରେ ସବୁ ପରିସ୍ଥିତି ପାଇଁ ପ୍ରସ୍ତୁତ ହେଇକି ଥାନ୍ତି। ତେଣୁ ନିର୍ବାଚନକୁ ଆମେ ତ ସାଧାରଣ ଭାବରେ ତାକୁ ନେଇପାରିବା ନାହିଁ। ଗୁରୁତ୍ୱର ସହ ନିର୍ବାଚନକୁ ସବୁବେଳେ ବିଜୁ ଜନତା ଦଳ ନିଏ। ଆମେ ମଧ୍ୟ ବିଜୁ ଜନତା ଦଳ ଦେଖିବେ ଆପଣ ପଞ୍ଚାୟତ ନିର୍ବାଚନଠୁ ଆଜି ପର୍ଯ୍ୟନ୍ତ ସବୁ ସମୟରେ ପଞ୍ଚାୟତ ସ୍ତରରେ ହେଉ, ସହର ସ୍ତରରେ ହେଉ, ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ନବୀନ ଓଡ଼ିଶା ଯେଉଁ କାର୍ଯ୍ୟକ୍ରମ ପଞ୍ଚାୟତ ସ୍ତରରେ ହେଉଥିଲା ସେଥିରେ ବି ଆପଣ ଦେଖିଥିବେ ଯେ ହଜାର ହଜାର ଲୋକ ନବୀନ ଓଡ଼ିଶାର କାର୍ଯ୍ୟକ୍ରମର ସୁଫଳ ପାଉଥିଲେ ଏବଂ ସେଠି ମଧ୍ୟ ଆସୁଥିଲେ। ଏବଂ ସରକାରଙ୍କର ଯେଉଁ ଲୋକହିତକର ଯୋଜନା ଅଛି ତାକୁ ସାଧାରଣ ଲୋକ ପାଖରେ ପହଞ୍ଚାଇବା କାମ ହେଉଛି ଆମର। ଆମେ ସେଇଟାକୁ ବହୁତ ଭଲ ଭାବରେ କରିଛୁ। ଗାଁ ଗଣ୍ଡାର ସାଧାରଣ ଲୋକଙ୍କ ସହିତ ମଧ୍ୟ ଦୀର୍ଘଦିନ ଧରି ପରିଚୟ ଅଛି। ତାଙ୍କର ମଧ୍ୟ ଭରସା ଏବଂ ବିଶ୍ୱାସ ଅଛି ଯେ କେବଳ ଓଡ଼ିଶାରେ, ମୟୂରଭଞ୍ଜରେ ଏବଂ ବାରିପଦାରେ ମଧ୍ୟ ବିଜୁ ଜନତା ଦଳ ପ୍ରାର୍ଥୀ ନିର୍ବାଚିତ ହେଲେ ହିଁ ଏ ଅଞ୍ଚଳର ବିକାଶ ଆଉ ଟିକେ ଦ୍ରୁତ ଗତିରେ ହୋଇପାରିବ।